ପିଲାମାନେ ଆଜି ଆମେ ପଢ଼ିବା ଓଡ଼ିଆ ବ୍ୟାକରଣ। ଓଡ଼ିଆ ବ୍ୟାକରଣର ଆମେ ବର୍ଣ୍ଣ ପଢ଼ି ସାରିଛେ। ଆଜି ଆମେ ପଢ଼ିବା ପଦ। ପଦ କାହାକୁ କୁହାଯାଏ ଏବଂ ପଦର ପ୍ରକାର ଭେଦ। ଏ ଭିଡ଼ିଓରେ ଆମେ ସମ୍ପୂର୍ଣ୍ଣ ଭାବରେ ପଢ଼ିବା। ଚାଲ ଦେଖିବା ଏବେ ପଦ କ'ଣ। ପଦ ହେଉଛି ଏକରୁ ଅଧିକ ବର୍ଣ୍ଣ ଏକତ୍ର ହୋଇ ଅର୍ଥ ପ୍ରକାଶ କଲେ କିମ୍ବା ବାକ୍ୟର ଅର୍ଥକୁ ପରିପ୍ରକାଶ କଲେ ତାହାକୁ ପଦ କୁହାଯାଏ। ଉଦାହରଣ ସ୍ୱରୂପ ଗଛ, ବଗ, ଘୋଡ଼ା। ପଦର ପ୍ରକାର ଭେଦ। ଓଡ଼ିଆ ବ୍ୟାକରଣରେ ପଦକୁ ସାଧାରଣତଃ 8 ଭାଗରେ ବିଭକ୍ତ କରାଯାଇଛି। କେତେ ଭାଗରେ? 8 ଭାଗରେ। ସେଗୁଡ଼ିକ କ'ଣ କ'ଣ? ବିଶେଷ୍ୟ ପଦ, ସର୍ବନାମ ପଦ, ବିଶେଷଣ ପଦ, କ୍ରିୟାପଦ, କ୍ରିୟା ବିଶେଷଣ ପଦ, ସମ୍ବନ୍ଧ ସୂଚକ ଅବ୍ୟୟ ପଦ, ସଂଯୋଜକ ଅବ୍ୟୟ, ଆଉ ଗୋଟେ ହେଉଛି ବିସ୍ମୟ ବୋଧକ ଅବ୍ୟୟ। এই ସବୁ ଗୁଡ଼ାକ ବିଷୟରେ ଆମେ ଡିଟେଲ୍ସରେ ପଢ଼ିବା। ପ୍ରଥମେ ଆମେ ପଢ଼ିବା ପ୍ରଥମ ପଦ ବିଶେଷ୍ୟ ପଦ। ଦେଖ ପଦର ପ୍ରକାର ବୋଧେ 8 ପ୍ରକାର। ଆମେ ଆଜି ପଢ଼ିବା ପ୍ରଥମ ପଦ ବିଶେଷ୍ୟ ପଦ। ପ୍ରଥମେ ପଢ଼ିବା ବିଶେଷ୍ୟ ପଦ କାହାକୁ କୁହାଯାଏ? ଯେଉଁ ପଦ କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ, ପ୍ରାଣୀ କିମ୍ବା ଧାରଣାର ନାମକୁ ଜଣାଏ ସେହି ପଦକୁ ବିଶେଷ୍ୟ ପଦ କୁହାଯାଏ। ଉଦାହରଣ ରମେଶ ଗୋଟେ ବ୍ୟକ୍ତିର ନାମ, ତେଣୁ ରମେଶ ଗୋଟେ ବ୍ୟକ୍ତିବାଚକ ବିଶେଷ୍ୟ। ବାଘ ଗୋଟେ ପ୍ରାଣୀର ନାମ, ବାଘ ଗୋଟେ ବିଶେଷ୍ୟ। କଟକ ଗୋଟେ ସ୍ଥାନର ନାମ, ସେ ଗୋଟେ ବିଶେଷ୍ୟ। ସେଭଳି ଘଡ଼ି ଗୋଟେ ବସ୍ତୁ, ସେ ଗୋଟେ ବିଶେଷ୍ୟ। ଆନନ୍ଦ ଗୋଟେ ମଧ୍ୟ ବିଶେଷ୍ୟ, ଗୋଟେ ଧାରଣା ବା ଭାବନାକୁ ବୁଝାଉଛି। ତେଣୁ ସମସ୍ତେ ହେଉଛନ୍ତି ଗୋଟେ ଗୋଟେ ବିଶେଷ୍ୟ ପଦ। ବିଶେଷ୍ୟ ପଦର ପ୍ରକାର ଭେଦ। ବିଶେଷ୍ୟ ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁ ବା ଦ୍ରବ୍ୟବାଚକ ବିଶେଷ୍ୟ, ସ୍ଥାନବାଚକ ବିଶେଷ୍ୟ, ଭାବନା ବା ଧାରଣାବାଚକ ବିଶେଷ୍ୟ। ଏଇଟା ଅବସ୍ଥାବାଚକ ବିଶେଷ୍ୟ ମଧ୍ୟ ଏହାକୁ କୁହାଯାଏ। ଭାବ, ଧାରଣା, ଅବସ୍ଥାବାଚକ ବିଶେଷ୍ୟ। ତାର ସବୁ ଉଦାହରଣ ଗୁଡ଼ିକ ଦେଇଦେଇଛି, ଦେଖିଦେବୁ ପିଲାମାନେ। ପ୍ରଥମେ ପଢ଼ିବା ଆମେ ବ୍ୟକ୍ତିବାଚକ ବିଶେଷ୍ୟ। ବାକ୍ୟରେ ଯେଉଁ ପଦ କୌଣସି ବ୍ୟକ୍ତିର ନାମକୁ ବୁଝାଏ ତାହାକୁ ବ୍ୟକ୍ତିବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ ରାମ ଗୋଟିଏ ଭଲ ପିଲା। ଏଠାରେ ରାମ ହେଉଛି ଗୋଟିଏ ପିଲାର ନାମ, ତେଣୁ ବାକ୍ୟରେ ବିଶେଷ୍ୟ ପଦ ହେଉଛି ରାମ। ରାମ ହେଉଛି ବିଶେଷ୍ୟ ପଦ, ତାକୁ କୁହାଯାଏ ବ୍ୟକ୍ତିବାଚକ ବିଶେଷ୍ୟ। ଏବେ ପଢ଼ିବା ଜାତିବାଚକ ବିଶେଷ୍ୟ। ବାକ୍ୟରେ ଯେଉଁ ପଦ କୌଣସି ଜାତିର ସୂଚନା ଦିଏ ତାକୁ ଜାତିବାଚକ ବିଶେଷ୍ୟ ପଦ କୁହାଯାଏ। ଉଦାହରଣ ଗାଈମାନେ ଚରୁଛନ୍ତି, କୃଷକମାନେ କାମ କରୁଛନ୍ତି। ଏଠାରେ ଗାଈ ଏବଂ କୃଷକ କୌଣସି ନାମ ନୁହନ୍ତି, ଏମାନେ ହେଉଛନ୍ତି ଗୋଟେ ଗୋଟେ ଜାତି। ଗାଈ ଗୋଟେ ଜାତି, ମାନେ ସମ୍ପୂର୍ଣ୍ଣ ଗାଈ ଜାତି। ସେଭଳି କୃଷକ ଗୋଟେ ଜାତି, ତେଣୁ ଗାଈ ଓ କୃଷକ ହେଉଛନ୍ତି ଗୋଟେ ଗୋଟେ ଜାତିର ଜାତିବାଚକ ବିଶେଷ୍ୟ। ଏବେ ପଢ଼ିବା ବସ୍ତୁ ବା ଦ୍ରବ୍ୟବାଚକ ବିଶେଷ୍ୟ ପଦ। ବାକ୍ୟରେ ଯେଉଁ ପଦ କୌଣସି ବସ୍ତୁ, ଜିନିଷ, ଦ୍ରବ୍ୟର ସୂଚନା ଦିଏ ତାକୁ ବସ୍ତୁବାଚକ ବା ଦ୍ରବ୍ୟବାଚକ ବିଷୟ କୁହାଯାଏ। ସେଠାରେ ଚାଉଳ ଅଛି, ମୁଁ କଲମରେ ଲେଖେ। ଏସବୁ ଉଦାହରଣ। ଏଠାରେ ଚାଉଳ ଏବଂ କଲମ ଏସବୁ ହେଉଛି ଗୋଟେ ଗୋଟେ ଦ୍ରବ୍ୟ ବା ବସ୍ତୁ। ତେଣୁକରି ବାକ୍ୟରେ ଏସବୁକୁ କୁହାଯାଏ ବସ୍ତୁ ବା ଦ୍ରବ୍ୟବାଚକ ଦ୍ରବ୍ୟବାଚକ ବିଶେଷ୍ୟ ପଦ। ଏବେ ପଢ଼ିବା ସ୍ଥାନବାଚକ ବିଶେଷ୍ୟ ପଦ। ବାକ୍ୟରେ ଯେଉଁ ପଦ ଗୁଡ଼ିକ କୌଣସି ସ୍ଥାନର ସୂଚନା ଦିଏ ତାକୁ ସ୍ଥାନବାଚକ ବିଶେଷ୍ୟ ପଦ କୁହାଯାଏ। ଉଦାହରଣ ମୁଁ କଟକ ଯିବି, ସେ ସ୍କୁଲ ଯାଇଛନ୍ତି। ଏଠାରେ କଟକ ଓ ସ୍କୁଲ ଏସବୁ ଗୋଟେ ସ୍ଥାନର ସୂଚନା ଦେଇଥିବାରୁ ଏହାକୁ ସ୍ଥାନବାଚକ ବିଶେଷ୍ୟ କୁହାଯାଏ। କଟକ, ସ୍କୁଲ ଏସବୁ ଗୋଟେ ଗୋଟେ ସ୍ଥାନ। ଏବେ ପଢ଼ିବା ଭାବ, ଧାରଣାବାଚକ ବିଶେଷ୍ୟ। ଏହାକୁ ଅବସ୍ଥାବାଚକ ବିଶେଷ୍ୟ ମଧ୍ୟ କୁହାଯାଏ। ବାକ୍ୟରେ ଯେଉଁ ପଦ କୌଣସି ଭାବ, ଧାରଣାର ସୂଚନା ଦିଏ ତାକୁ ଭାବ, ଧାରଣା ବା ଅବସ୍ଥାବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ ସେ ଆଜି ଖୁସିରେ ଅଛନ୍ତି, ବୃଦ୍ଧ ଜଣକ ବହୁତ ଦୁଃଖରେ ଜୀବନ ବିତାଉଛନ୍ତି। ଏଠାରେ ଖୁସି, ଦୁଃଖ ଏସବୁ ହେଉଛି ବ୍ୟକ୍ତିର ଧାରଣା, ଭାବ, ଅବସ୍ଥା ସମ୍ବନ୍ଧରେ ସୂଚନା ଦେଉଥିବାରୁ ଏହାକୁ ଭାବ, ଧାରଣା ବା ଅବସ୍ଥାବାଚକ ବିଶେଷ୍ୟ ପଦ କୁହାଯାଏ। ଏସବୁ ପଦ ଗୁଡ଼ିକ ଯେଉଁ ବାକ୍ୟରେ ଥିବ ସେଠି ଆମେ ଜାଣିବା ଯେ ସେଗୁଡ଼ାକ ହେଉଛି ବିଶେଷ୍ୟ ପଦ ଆଉ ସେଗୁଡ଼ାକ ହେଉଛି ଭାବବାଚକ ବିଶେଷ୍ୟ।